ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆମେ ଅଧ୍ୟାୟ 1 ଶ୍ଲୋକ 5 ଆଉ ଶ୍ଲୋକ 6 ଦୁଇଟା ଯାକ ପଢ଼ିବୁ। କାରଣ କ'ଣ ନା ଶ୍ଲୋକ 5ର ଖାଲି ଭାବାର୍ଥ ହିଁ ଅଛି, କିଛି ବୁଝିବା ପାଇଁ ସେମିତି ଆପଣ ଖାଲି ଭାବାର୍ଥରୁ ହିଁ ବୁଝିଯିବେ। 6ରେ ବି ସେଇ ଅଳ୍ପ ହିଁ ଅଛି। ତେଣୁ 5, 6 ଆମେ ଦୁଇଟା ଯାକ ଆମେ ଆଜି ପଢ଼ିବା। ଜଗନ୍ନାଥଙ୍କ କୃପାରୁ ସମସ୍ତେ ଭଲରେ ଥାଆନ୍ତୁ, ସମସ୍ତଙ୍କ ପରିବାର ସୁଖୀରେ ଥାଆନ୍ତୁ, ସମସ୍ତଙ୍କ ମନରୁ କଷ୍ଟ ଦୂର ହୋଇଯାଉ, ଏତିକି ମୋର କାମନା। ତେଣୁ ଆଜି ଆମେ ଅଧ୍ୟାୟ 1 ଶ୍ଲୋକ 5 ପଢ଼ିବା। ଦୃଷ୍ଟ କେତୁଶ୍ଚ କିଦାନ କାଶୀ ରାଜସ୍ୱ ବୀର୍ଯ୍ୟବାନ ପୁରଜିତ କୁନ୍ତି ଭଜସ୍ତେ ଶୈବଶ୍ଚ ନର ପୁଙ୍ଗବ। ଆହୁରି ମଧ୍ୟ ଦୁଷ୍ଟ କେତୁ, ଚେକିତାନ, କାଶୀରାଜ, ପୁରଜିତ, କୁନ୍ତିଭୋଜ ଏବଂ ଶୈବ ଆଦି ଅନେକ ମହାନ ଶକ୍ତିଶାଳୀ ଯୋଦ୍ଧା ଥିଲେ। ମାନେ ଆମେ ଶ୍ଲୋକ 4ରେ କ'ଣ ଭୀମ ଅର୍ଜୁନଠୁ ଦୁର୍ଯ୍ୟୋଧନ ଯେ କହୁଥିଲେ ଭୀମ ଅର୍ଜୁନଙ୍କଠୁ ଆହୁରି ବଡ଼ ବଡ଼ ଯୋଦ୍ଧାମାନେ ଅଛନ୍ତି। ଶ୍ଲୋକ 5ରେ ସେଇଟା କୁହାଗଲା। ତେଣୁ ସେଥିରେ ଆଉ କିଛି ବୁଝିବାର ନାହିଁ, ସେଥିପାଇଁ ତାର ଭାବାର୍ଥ କିଛି ଲେଖାଯାଇନି। ତେଣୁ ଏଇମାନେ ସବୁ ବଡ଼ ବଡ଼ ଯୋଦ୍ଧାମାନେ, ଶକ୍ତିଶାଳୀ ଯୋଦ୍ଧାମାନେ ଭୀମ ଅର୍ଜୁନଙ୍କଠୁ ଥିଲେ ବୋଲି ଏଠି କୁହାଯାଉଛି। ସରିଲା। ଶ୍ଲୋକ 6 ଆରମ୍ଭ କରିବା। ଶ୍ଲୋକ 6ରେ କ'ଣ ଅଛି? ଯୁଧାମାଶ୍ଚ ବିକ୍ରାନ୍ତ ଉତ୍ତମଜସ୍ୱ ବୀର୍ଯ୍ୟବାନ ସୌଭଦ୍ୟ ଦ୍ରୌପଦେୟଶ୍ଚ ସର୍ବ ଏବ ମହାରଥ। ଏଠି କ'ଣ କୁହାଗଲା? ଅତ୍ୟନ୍ତ ବଳଶାଳୀ ଯୁଦ୍ଧମନ୍ୟୁ, ବୀର୍ଯ୍ୟବାନ, ଉତ୍ତମୌଜା, ସୁଭଦ୍ରାଙ୍କ ପୁତ୍ର ଅଭିମନ୍ୟୁ ଏବଂ ଦ୍ରୌପଦୀଙ୍କର ପୁତ୍ରଗଣମାନେ, ଏମାନେ ସମସ୍ତେ ସେ ସୈନ୍ୟବାହିନୀରେ ଅଛନ୍ତି। ମାନେ ଏଠି ଆହୁରି ବଡ଼ ବଡ଼ ଯୁଦ୍ଧ ମାନେ କାରୀଙ୍କ ନାମ କୁହାଗଲା। ମହାଯୋଦ୍ଧା ଯେଉଁମାନେ ବଳଶାଳୀ ଯୁଦ୍ଧମନ୍ୟୁ, ବୀର୍ଯ୍ୟବାନ, ଉତ୍ତମୌଜ, ସୁଭଦ୍ରାଙ୍କ ପୁତ୍ର ଅଭିମନ୍ୟୁ ସିଏ ବି ଥିଲେ ଏବଂ ଦ୍ରୌପଦୀଙ୍କ ପୁତ୍ରଗଣ, ଏମାନେ ସମସ୍ତେ ସେ ସୈନ୍ୟବାହିନୀରେ ଅଛନ୍ତି। ଏମାନେ ସମସ୍ତେ ବିଶିଷ୍ଟ ରଥାରୋହୀର ଯୋଦ୍ଧା ବା ମହାରଥୀ ଅଟନ୍ତି। ଏମାନେ ମାନେ ରଥର ସବୁଠୁ ବଡ଼ ଯୋଦ୍ଧା ଯେଉଁମାନେ କୁହନ୍ତି। ମାନେ ଯୋଦ୍ଧା ସେଠି କ'ଣ ଯୁଦ୍ଧ କ୍ଷେତ୍ରରେ କୌଣସି କେଉଁମାନେ ରଥରେ ଥିବେ, କେଉଁମାନେ ହାତୀ ହସ୍ତୀ ଉପରେ ଥିବେ, କୌଣସି ଘୋଡ଼ା ଉପରେ ଥିବେ, କେଉଁମାନେ ମାନେ ଆପଣଙ୍କର କ'ଣ ଚାଲି ଚାଲି ଯାଉଥିବେ। ଆପଣ ତ ସବୁ ଭିଡ଼ିଓରେ ଟିଭିରେ ଦେଖିଥିବେ। ସେଇଭଳି ଯୋଦ୍ଧାମାନଙ୍କ ଭିତରୁ ଏମାନେ ସବୁ କ'ଣ ମାନେ ଇଏରେ ଥିଲେ, ମାନେ ରଥାରୋହୀରେ ମହାରଥୀ ସବୁ ଅଛନ୍ତି ଏମାନେ। ତେଣୁ ଶ୍ଲୋକ 6 ବି ତ ବୁଝିବାର କିଛି ଅସୁବିଧା ନାହିଁ। ସେଠି 5ରେ ବି ସେଇ ଯୋଦ୍ଧାମାନଙ୍କ ନାମ କୁହାଗଲା, 6ରେ ତାଠୁ ଟିକେ ବଡ଼ ଯୋଦ୍ଧାମାନଙ୍କର ନାମ କୁହାଗଲା। ତେଣୁ ଏଥିରେ କିଛି ଭାବାର୍ଥ ନାହିଁ। ତେଣୁ ଆମେ ଆଉ ଗୋଟିଏ କଥା ଆର ଇଏରେ କହିଥିଲୁ ଯେ ମନକୁ ଆମେ ଶାନ୍ତ କେମିତି କରିବୁ। ମନକୁ ଶାନ୍ତ ବହୁତ ସହଜ ଉପାୟ ନୁହେଁ ମନକୁ ଶାନ୍ତ କରିବା। କାରଣ ମନ ଆଜି ଏଠି ଅଛି ଆପଣଙ୍କ ଘର ପାଖରେ, ଟିକେ ପରେ ସିଏ ଆପଣଙ୍କର ମାନେ 50 କିଲୋମିଟର ଦୂରରେ ବି ସେଠି ଘୁରୁଛି। ସେଇଠି ମୁଁ କ'ଣ କରୁଛି। ତେଣୁ ଆମକୁ ସବୁବେଳେ ଭଗବାନଙ୍କୁ ହିଁ ସ୍ମରଣ କରିବାକୁ ପଡ଼ିବ। ଭଗବାନଙ୍କ ଦ୍ୱାରା ହିଁ ମନ ଆମର ଶାନ୍ତ ହେଇପାରିବ। ଭଗବାନଙ୍କ ବିନା ଆମର ମନ ଟୋଟାଲି ଶାନ୍ତ ହେଇପାରିବନି। ଯଦି ଭଗବାନଙ୍କ କାମରେ ଆମ ନିୟୋଜିତ ରହିବୁ, ମାନେ ଭଗବାନଙ୍କ କଥା ପଢ଼ିବୁ, ଭଗବାନଙ୍କ ବାଣୀ ଶୁଣିବୁ, ଭଗବାନଙ୍କ ପାଇଁ ସବୁ କିଛି ଆମେ କରିବୁ, ତାହେଲେ ସେଥିରେ ଯାଇ ମନ ଆପଣଙ୍କର ଶାନ୍ତ ହେଇପାରିବ। ଆଉ ବର୍ତ୍ତମାନ ଷ୍ଟେଜରେ ମୋବାଇଲ ଅଛି ମାନେ ଆପଣଙ୍କ ପାଖରେ ସବୁ କିଛି ଅଛି। ମୋବାଇଲ ଯଦି ଅଛି ଆପଣ ମନ ଏଠି ବି ଅଛି ଆଉ ଦୂରରେ ବି ଅଛି। ମୋବାଇଲ ଦ୍ୱାରା ବି ମନ ଶାନ୍ତ ହେଇଯିବ। ଆପଣ ୟୁଟ୍ୟୁବରେ ଯେକୌଣସି ଭଗବାନଙ୍କର ବାଣୀ, ଭଗବାନଙ୍କର ଜ୍ଞାନ, ଭଗବାନଙ୍କର ଗୀତ ଆପଣ ଶୁଣିପାରିବେ। ମନ ନିହାତି ଶାନ୍ତ ହେଇକି ରହିବ। କୌଣସି କ୍ଷେତ୍ରରେ ମାନେ ଅସୁବିଧା ବି ହେବାର ନାହିଁ। କୌଣସି ମୋବାଇଲ ଆପଣ ଏମିତି ଟିପୁଥିବେ, ଘରେ ଗାଳୁଥିବେ ଯେ ମୋବାଇଲ ଟିପୁଛୁ କି ପାଇଁ, ଇଏ କରୁଛୁ କ'ଣ ପାଇଁ। କିନ୍ତୁ ଆପଣ ଯଦି ଏଇସବୁ ଜ୍ଞାନ ବିଷୟରେ ଜାଣିବାକୁ ଚେଷ୍ଟା କରିବେ ବା ଶୁଣିବେ, ଆପଣଙ୍କ ଘର ଲୋକ ବି କିଛି କହିବେ ନା ଠିକ୍ ଅଛି, ମୋବାଇଲ ସେ ଭଲ କାମରେ ୟୁଜ୍ କରୁଛି। ତେଣୁ ସବୁବେଳେ ଚେଷ୍ଟା କରନ୍ତୁ ବର୍ତ୍ତମାନ ଷ୍ଟେପରେ ମନକୁ କେମିତି ଶାନ୍ତ କରିବେ, ମନକୁ କେମିତି କନଷ୍ଟାଣ୍ଟ ରଖିପାରିବେ। ମନକୁ ଟିକେ ସମୟ ଦିଅନ୍ତୁ। ଏତିକିରେ ରହୁଛି। ଯଦି ଭିଡ଼ିଓଟି ଭଲ ଲାଗିଥିବ
ତାହେଲେ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ରହୁଛି। ଜୟ ଜଗନ୍ନାଥ। ରାଧେ କୃଷ୍ଣ, ହରେ କୃଷ୍ଣ।